ପ୍ରତିଦିନର ଚିନ୍ତା ଓ ପ୍ରାର୍ଥନା ସ୍ୱାମୀ ପରମାନନ୍ଦ। ଏପ୍ରିଲ 10 ଦିନଟିର ପ୍ରଧାନ ଚିନ୍ତା। ଆମେ ନିଜେ ହିଁ ନିଜର ଚିନ୍ତା ଓ କର୍ମ ଦ୍ୱାରା ଆମକୁ ସଂକୁଚିତ କରି ରଖୁ। ସ୍ମରଣୀୟ ପଂକ୍ତି। ପବିତ୍ର ଚିନ୍ତାଧାରା ସୌରଭ ସମ, କରେ ମୋର ହୃଦୟ ସରସ, ମନ ଲୋଭେ ମଧୁର ପରଶ। କଳୁଷିତ ଚିନ୍ତା ସବୁ ଦୁର୍ଗନ୍ଧ ବାଷ୍ପ ସମ, ବିଷାକ୍ତ କରେ ଅନ୍ତର ମାନସ। ସଂଜ୍ଞା ବୁଦ୍ଧିହୀନ ଅବଶ ଅଚେତନ। ନୀତି ଉପଦେଶ। ସମସ୍ତଙ୍କ ଠାରେ ଏପରି ଏକ ଶକ୍ତି ଅଛି ଯାହା ସାଂସାରିକ ବୁଦ୍ଧିର ଅନେକ ଉପରେ, ଅଥଚ ସେହି ଉନ୍ନତ ଅଭିଳାଷର ଜଗତ ଏ ଜଗତ ଠାରୁ ଅଲଗା ନୁହେଁ ଏବଂ ଏହି କ୍ଷଣି ଏହିଠାରେ ହିଁ ଆମେ ତାହାର ସନ୍ଧାନ ପାଇପାରୁ। ଆମେ ଯଦି ତାହା ନ ପାଉ ତାହାର କାରଣ ଏହି ଯେ ଆମେ ନିଜ ପାଇଁ ପଥ ଖୋଲି ଦେଇନାହୁଁ। ଏହି ସୀମାବଦ୍ଧ ଜଗତରେ ଏପରି ଜଣେ ଲୋକ ମଧ୍ୟ ନାହିଁ ଯେ ସୀମାବଦ୍ଧ ସଂସାରର ମଧ୍ୟରେ ସୁଖ, ଶାନ୍ତି ବା ମନର ସ୍ଥାୟୀ ସନ୍ତୋଷ ଖୋଜି ପାଇଛି। କିନ୍ତୁ କେହି ଯଦି ଥରେ ନିଜର ଅନ୍ତର ଦେଶରେ ତାହାର ଆସ୍ୱାଦ ପାଏ, ସେ ଲୋକ ବାହାରେ ମଧ୍ୟ ତାହା ପ୍ରକାଶ କରିପାରେ। ପୂର୍ଣ୍ଣତାର ଆନନ୍ଦ ସନ୍ଧାନ ପାଇଲେ ଆମେ ଆଉ ତୁଚ୍ଛ ସୁଖକୁ ଧରି ରଖିବା ନାହିଁ। ପ୍ରାର୍ଥନା। ହେ ପ୍ରଭୁ, সকল ଆନନ୍ଦ ଓ ଆଶୀର୍ବାଦର ଅଫୁରନ୍ତ ଭଣ୍ଡାର, ଏ ହୃଦୟକୁ ଶାନ୍ତ ଓ ଆନନ୍ଦମଣ୍ଡିତ କର। ମୋ ଭିତରେ ଉନ୍ନତ ଅଭିଳାଷର ଅଗ୍ନି ଜଳାଅ। ମୋ ମଧ୍ୟରେ ଯେପରି କୌଣସି ଅନ୍ୟାୟ ଅଯୋଗ୍ୟ ଚିନ୍ତା ପ୍ରବେଶ କରି ନପାରେ ଏବଂ ମୋର ହୃଦୟ ଯେପରି ତୁମ ପୂଜାର ବେଦୀ ହୋଇ ଚିରକାଳ ବିରାଜମାନ କରେ।